ସମସ୍ତଙ୍କୁ ନମସ୍କାର। ଆଉ ଗତକାଲିର ଯେଉଁ ଗୁରୁ ପୂର୍ଣ୍ଣିମା ଅବସରରେ ଆମେ ଶକ୍ତିପାତ ବା ଗୁରୁ ଦୀକ୍ଷା ନେଇଥିଲୁ। ଗୁରୁ ତ ସବୁରି ମୂଳରେ ହେଉଛନ୍ତି, ସବୁଠୁ ଶ୍ରେଷ୍ଠ ସ୍ଥାନ ହେଉଛି ଗୁରୁଙ୍କର। ଆଉ ଗୁରୁଙ୍କୁ ସେଇଟା ମୁଁ କାଲି ନିଜେ ଅନୁଭବ କଲି। ଆମେ ଯେତେବେଳେ ଭୁବନେଶ୍ୱର ଯାଇଥିଲୁ, ଆଉ ଭୁବନେଶ୍ୱର ପହଞ୍ଚିଲା ବେଳକୁ ମୋ ମୁଣ୍ଡରେ ବହୁତ ପେନ୍ ହେଉଥିଲା। ସେଇଠି କିଛି ସମୟ ବସିବା ପରେ ଏବଂ ଗୁରୁଙ୍କର ମାନେ ସାକ୍ଷାତ ଦର୍ଶନ ପାଇଲୁ। ଆଉ ସେ ସମୟର ଅନୁଭୂତିଟା ଅଭୁଲା, ସେଇଟା ମୁଁ ଭାଷାରେ କହିପାରିବିନି କେମିତି ଲାଗୁଥିଲା। ଆଉ ଆସିଲା ପରେ ସେଠୁ ବି ଜର୍ଣ୍ଣିର କୌଣସି ଟାୟାର୍ଡ଼ନେସ୍ ନଥିଲା। ଯିବା ଆସିବା 4-8 ଘଣ୍ଟାର ଜର୍ଣ୍ଣି। 8 ଘଣ୍ଟାର ଜର୍ଣ୍ଣି ପରେ ଆସିକି 7ଟାରେ ପହଞ୍ଚିଲି। ଆଉ ରାତି 9ଟାରେ ପୁଣି ବସିଲି, ମାନେ ଶକ୍ତିପାତର କାର୍ଯ୍ୟକ୍ରମ ଥିଲା। ଆଉ ଗୁରୁଙ୍କୁ ତ ଦର୍ଶନ କରିକି ଜୀବନର ପୂର୍ଣ୍ଣତା ମିଳିଗଲା। ବାକି ସେଇ ଶକ୍ତିପାତ କାର୍ଯ୍ୟକ୍ରମ ବି 3 ଘଣ୍ଟା ଚାଲିଲା। ଆଉ 3 ଘଣ୍ଟା ଭିତରେ ମୋତେ ଲାଗିଲାନି ଯେ ଏଇଟା 3 ଘଣ୍ଟାର କାର୍ଯ୍ୟକ୍ରମ ହେଲା, ଲାଗିଲା ଯେମିତି 30 ମିନିଟ୍ ହେଇଗଲା। ଆଉ କିଛି ସମୟ ହେଇଥାନ୍ତା କି, ମାନେ ଏତେ ଭଲ ଏକ୍ସପିରିଏନ୍ସ ଫିଲ୍ ହେଉଥିଲା ସେତେବେଳେ। ମାନେ ସେ ସମୟଟା ଅଭୁଲା ହେଇକି ସାରା ଜୀବନ ରହିଗଲା। ଆଉ ବହୁତ ହିଁ ସୁନ୍ଦର ମାନେ ଫିଲିଂସ୍ ଥିଲା। ପ୍ରଥମେ ମେଡ଼ିଟେସନ୍ ହେଲା। ମେଡ଼ିଟେସନ୍ରେ ତ ମାନେ ନିଜକୁ ଅଲଗା ଟାଇପ୍ର ଗୋଟେ ଅଲଗା ଦୁନିଆକୁ ପଳେଇଲି ଯେମିତି ଲାଗିଲା। ତାପରେ ଯେତେବେଳେ ମାନେ ଆମକୁ ଗୁରୁ ଦୀକ୍ଷା ଦେଲେ, ଯାହା ସବୁ କହୁଥାନ୍ତି ଆମେ ପାଳନ କରୁଥାଉ। ଏ ସମୟରେ କେବଳ ମାନେ ଦେହରେ ଯେମିତି ଇଲେକ୍ଟ୍ରିକ୍ କରେଣ୍ଟ ଖେଳି ଯାଉଛି, ପୁରା ଦେହଟା ମୋର ଶୀତେଇ ଯାଉଛି। ଆଉ ଦେହ ମୁହଁ ଚାରିଆଡ଼େ ନିଶ୍ୱାସ ପ୍ରଶ୍ୱାସ ପରେ ବି ମାନେ ଯେଉଁ ଥିଲା ବ୍ରିଦିଂ ଏକ୍ସରସାଇଜ୍ଟା, ବ୍ରିଦିଂ ସମୟରେ ବି ମାନେ କିଛି ତ ଲାଗିଲାନି ଏତେ ସମୟର କଲୁ ବୋଲି। ବହୁତ ଭଲ ଏକ୍ସପିରିଏନ୍ସ ହେଲା ସେଇଟା ବି। ଆଉ ମୁଣ୍ଡ ଦେହ ହାତ ପୁରା ଶାନ୍ତ ପଡ଼ିଯାଇଥାଏ ସରିଲା ବେଳକୁ। ବହୁତ ହିଁ ସୁନ୍ଦର ଥିଲା ସେ ମୁହୂର୍ତ୍ତ। ଆଉ କୋଟି କୋଟି ନମସ୍କାର ସେଇ ଗୁରୁଙ୍କ ପାଦ ତଳେ ସବୁବେଳେ। ଆଉ ଗୋଟିଏ ହିଁ ସମସ୍ତଙ୍କୁ କହିବି, ଆଉ ସମସ୍ତେ ବି ମାନେ ସଠିକ୍ ଗୁରୁ ଚୟନ କରନ୍ତୁ ମୋ ଭଳିଆ। ଆଉ କେଉଁଠି ନା କେଉଁଠି ନିଜକୁ ସଫଳ ରାସ୍ତାରେ ଆଗେଇ ନିଅନ୍ତୁ। ଥ୍ୟାଙ୍କ ୟୁ ଆମର ସ୍ପିରିଚୁଆଲ୍ ଗୁରୁ। ଥ୍ୟାଙ୍କ ୟୁ।